ଡର ଲାଗିଲାଣି ସେ ମୁହଁରୁ ଆଗେ ସେ ନହେଲେ ଘରକୁ ଏଇ ଏଇ ଭିତରେ କିଏ ଏମିତି ଭଲ ଅଛି ନିଆଁ ଚାଲିଛି ଝରକା ଚାଲୁ ଦେଖି ସେଠି ଚାଲି ଏତେ ଦେଖିବୁ ତୁ ଏତେ ସବୁ ହେଲା ପରେ ତଥାପି ଦେଖିବା ନା ଟିକେ କିଏ ବୋଲି ଏଟା ମତେ ଭଲ ଲାଗୁନି ଚା କିଏ ଥବ ବୋଲେ ଚାଲେ ଏଟା କିଏ କିରେ କିଏ 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 ସେଠି ପଶିଗଲା ତ କେବେ ବି ଭାବି ନଥିବେ କି ଏଇ ଜାଗାକୁ ସେମାନେ ଯିବେ କୋଉଥିପାଇଁ ଆସୁଛୁ ନା ଏଇ ଜାଗାରେ ଆମେ ଶୁଣିଛୁ ଯେ ଏଇ ଜାଗାରେ କୌଣସି ଭୂତ ପ୍ରେତ ରହୁଛନ୍ତି ଯୋଉ ଜାଗାରେ ଆମେ ଦିନ ବେଳା ଆସିକି ଖଟି କରୁଛୁ ଯୋଉ ଆଶ୍ରମରେ ସେଇ ଆଶ୍ରମରେ ରାତିକି କେହି ବୋଲେ କେହି ଜନମାନ ବି ରାତି ହେଲେ ଆସନ୍ତିନି ତ ଏବେ 2-3 ଦିନ ପୂର୍ବରୁ 2 ଜଣ ସାଙ୍ଗ ପିଲା ଆସିକି ସେଇ ଜାଗା କଣ କରୁଥିଲେ ସେଇଟା ତ ଆମେ ଜାଣିନୁ ସେମାନେ କହୁଥିଲେ ଆମେ ଯାଇକି ବସିଥିଲୁ ରାତିରେ ଆଉ ଭଲ ଲାଗୁନଥିଲା ତ ଆଶ୍ରମରେ ଯାଇକି ଆମେ ବସୁଛୁ ଦିନ ବେଳେ ତ ବସୁଛୁ ଯାଇକି ରାତିରେ ଟିକେ ବସିବୁ ତ ବସିଲା ଭିତରେ ତାଙ୍କୁ କେହି ସେପଟୁ ଡରେଇଥିଲା ତ ସେମାନେ ଆସିକି ଆମକୁ କହିଲେ କି ସେଇ ଜାଗାରେ ଭୂତ ପ୍ରେତ ରହୁଛନ୍ତି ଦିନ ବେଳେ ବି କେହି ଯିବାନି ତ ଦିନ ବେଳେ ଆମେ ଆସୁଛୁ ଦିନ ବେଳେ କିଛି ନାହିଁ ଯେହେତୁ ବହୁତ ପିଲା ଆସୁଛନ୍ତି କୌଣସି ଅସୁବିଧା ହଉନି ତ ରାତି ହେଲେ କେହି ଆସନ୍ତିନି ତ ଯେହେତୁ ସେମାନେ ଆମକୁ କହିଲେ କି ସେଇଠି ଆମେ ଡରିକି ଆସିଛୁ ଚମକିକି ଆସିଛୁ ତ ସେଇଟା ଆମେ ଜାଣିବା ପାଇଁ ଆଜି ସେଇ ଆଶ୍ରମକୁ ଆସିଛୁ ଆମେ ରାତିରେ ଟାଇମ ହେଇଗଲାଣି 12ଟା ବର୍ତ୍ତମାନ ଆମେ ଯାଉଛୁ ସେଇଠିକି ଦେଖିବା ପାଇଁ ଯେ ସେଇଠି ସତରେ ଭୂତ ଅଛି କି ନାହିଁ ତ ଚାଲନ୍ତୁ ଆରମ୍ଭରୁ ତ ବର୍ତ୍ତମାନ ଆମେ ପଳେଇ ଆସିଲୁ ସେଇ ପାଖାପାଖି ଆଉ ସେପଟେ ଅଛି ଭାଇ ବୁଲା ଏଇଠି ଏଇ ଗଛ ଲାଗିଲ ଦେଖି ଖୁମ୍ବଟା ନା ଏଇ ଉପର ଯୋଉ କାନ୍ଦିଆ ଗଛ ନାଇଁ ଏଇ କାନ୍ଦିଆ ଗଛଟି ହଲିଲା ସାଉଣ୍ଡ ଶୁଭୁଛି ରେ ଖଡ ଖଡ କାକର ପଡୁଛି କି ହେଇଥିବ ବୋଧେ କାକର ପାଣି ପଡୁଛି ବୋଧେ ଆରମ୍ଭରୁ ତ ଆମେ ଏମିତି ଡରିଲୁ ଗାଇସ୍ ବର୍ତ୍ତମାନ ଆମେ ସେ ଜାଗାକୁ ଯାଉଛୁ ଯୋଉ ଆଶ୍ରମ କଥା କହୁଥିଲି ସେଇ ଆଶ୍ରମକୁ ଯାଉଛୁ ତ ଯାଉକା ମାନେ କୌଣସି ଅଦ୍ଭୁତ ସାଉଣ୍ଡ ଆମକୁ ଶୁଭିଲାଣି ଫାଷ୍ଟରୁ ଆଉ ଜାଣିପାରୁଥିବେ ସୁନସାନ ରାତି ଯେହେତୁ ଯୋଉ ଅଛନ୍ତି ଜୀବ ଆମର ଚଢେଇ କୀଟ ପତଙ୍ଗ ସେଇ ସାଉଣ୍ଡ ବେଶୀ ଶୁଭୁଥିବ ତ ବର୍ତ୍ତମାନ ଆମେ ଯାଉଛୁ ଅନାରେ ଗଛ ଏମିତି କଣ ହେଇଛି ଗଛଟା ଅଧା ନେଳି ଅଧା ଏଠି ମାଟିଆ କଲର ଅନ୍ଧୁରା କି ଅଳନ୍ଧୁରା ଅଳନ୍ଧୁ ପୁଣି ଏଇ ଘର ଅଳନ୍ଧ ଏଇ ମାନେ ପୁଣି କେମିତି ହବ ଭାଇ ଏପଟେ କିଏ ଗୋଟେ ଗଲା ଲାଗୁଛି ଲାଗିଲାନି ହଁ ବା ହଁ ଦେଖିଆ ଅଛି ଦେଖିଆ ଆଉ ତ ପଛ ହଁ ବା ଏଇପଟେ ଗଲା ଏଇପଟେ ପଛପଟେ ଗଛଟା ଦୋଳିଛ ଦେଖି ଏଇ ଗଛଟା ହଲୁଛି ଦେଖେ ହଁ ବା ଏଇପଟେ ଗଲା ର ଏ ଭାଇ ଦେଖୁଛୁ ଖତରନାକ ଜାଗା ତ ଦିନରେ କେମିତି ଆସୁଛ ଖେଳିବାକୁ ଏଠି ଦିନ ବେଳେ ଆସିଥିଲୁ ଏମିତି ରାତିରେ ଏମିତି ହଉଛି ବୋଲି କିଏ ଜାଣିଛି ହଉ ଚା ଦେଖିବା ଆଗକୁ ଯା ଗଛରୁ କଣ ଗୋଟେ ପଇଲା ବୋଧେ ହଁ ଲାଗୁଛି ଧୁମ ଗଲା ଧରି ପତ୍ର ଖଡ ଖଡ ହେଲା ଏପଟେ କଣ ପଇଲା ବୋଧେ ଯିବା ଏପଟୁ ଡର ଲାଗିଲାଣି ସେ ମୁହଁରୁ ଆଗେ ସେ ନହେଲେ ଘରକୁ ଛାତ ଉପରେ କଣ ପଇଲା ହଁ ଭାଇ
ସେପଟେ ତ ନଡ଼ିଆ ଗଛ ନାହିଁ ଛାତ ଉପରେ। ନାଇଁ ନାଇଁ ନଡ଼ିଆ ସାହି ନାହିଁ ତ। ଭାବ ଯିବାନି ମ ନହେଲେ। ଚାବେ ରହବେ ଆଗ। ହଁ ଏମିତି ଧଇଁସେ ମୁଣ୍ଡ ଖରାପ ତ। ମୁଁ ଏକୁଟିଆ ଯଦି ଆସିଥାନ୍ତି ଏକାଥରେ ପଡ଼ିଥାନ୍ତି ଏଠି ଆଉ। ଆଉ କଣ କି? ଯିବା କଣ? ଆମର ଧଇଁସେ ହେଲେ ଆରେ ସେଇଠି ତ ଗଛ ନାହିଁ ନା, ନଡ଼ିଆ ଗଛ ତ ନାହିଁ। କଣ ଛାତ ଉପରେ ପଇଲା? ନଡ଼ିଆ ପଇଲା ଭଳିଆ ଜାଣିଲେ ଯିବା? ଚାବି ହେଇଯା। ଡର ଲାଗୁଛି ମତେ। ତୁ ଯୋଉ ଭଳିଆ ଖଡ ଖଡ କରୁଛୁ ମୁଁ ଆହୁରି ଡରୁଛି। ତାପରେ ତ ମୁଁ ଡରିକି ଅଛି। ମତେ ଡରଉଛୁ ଆଉ। ରହି ଭଏସ ଶୁଣା ଯାଉଛି। କିଏ ଅଛି କି ଆଉ? କେଜାଣି। ଏତେ ରାତିରେ କିଏ ଆସିବ ମ? ଇଏ ମାଇ କଣ ବେ? କିଏ ସେଇଠି ଅଛ କି? ଆଶ୍ରମରେ କିଏ ଅଛ କି? ବିଲୁଆ ସବୁ ବିଲୁଆ ଶୁଭୁଛି। ଏତେ ଜୋର କଣ ବିଲୁଆ ବୋବଉଛି ବେ? ଶୁଭୁନି? ହଁ ବା ଚା ଦେଖେ ଯା। ହଁ ଏମିତି ବା କଣ? ଏତେ ଭୟରେ ଭିଡିଓ ଯେ ବୋପା ମା। ଜୀବନ ଏମିତି ଯେ ଗଲେ ଆରମ୍ଭରୁ ଏମିତି ନାହିଁ। ରୁମ୍ ଆହୁରି ଅଛି। ପୁଣି ରୁମ୍ ଟା ଅଛି। ରୁମ୍ ପୁଣି କଭର କରିବା। ତା ଦେହରେ ସେପଟ ସାଇଡରେ ବି ଯୋଉ 4 ସାଇଡ୍ ଅଛି। ସାଇଡ୍ ପୁଣି କଭର କରିବାର ଅଛି ନା। ହଁ ବା। ଏତେବେଳେ ମୋ ଛାତି ଧକ୍ ଧକ୍ ହଉଛି। ମୋ ହାତ ମାରୁନ ହଁ ଦେଖିବୁ। ମୋ ଧଇଁସେ ହେଇଯାଉ ରେ। ହାତ ମାରୁନ ଦେଖିବୁ। ଧକ୍ ଧକ୍ ହଉଛି ପୁଣି। ଏଇପଟେ ପଇଲା ନା? ଚାଲ ଦେଖେ। ଯିବା ସେପଟୁ? ହଁ। ଏଇପଟୁ। ଏଟା ପିଜୁଳି ଗଛ। କଣ ପିଜୁଳି ପଇଲା ଉପରୁ? ପିଜୁଳି ନାହିଁ। ହଁ କାନ୍ଧିଆ ଗଛ ଅଛି। କଣ ରାତିରେ ଏମିତି ଦେଖାଯାଉଛି ପୁରା? ଚିକ୍କଣ ଦେଖାଯାଉଛି ବା। ପୁରା ଚିକ୍କଣିଆ ଦେଖାଯାଉଛି ନୁହଁ? ହଁ ବା ଗୋଟେ ତାଜା ଦିନ ବେଳେ କେମିତି ଦେଖାଯାଉଛି ଧୂଳି। ରାତିରେ ପୁରା ଚିକ୍କଣିଆ ଦେଖାଯାଉଛି। ତା ଗଛ। ହଁ ବା ରାତିରେ ଏତେ ଭୟାନକ କଣ ରେ? ଅନ୍ଧାରରେ କିଟ କିଟ ଦେଖାଯାଉଛି ଭାରି। କୁକୁର ଭୁକୁଛନ୍ତି ନା ବିଲୁଆ ଭୁକୁଛନ୍ତି ଏରା? କେଜାଣି କୁକୁର ଭଳିଆ ହେଇରେ ଯାଉଛି। ଏପଟେ କୁକୁର ସେପଟେ ବିଲୁଆ। ଦି ପଟୁ। ମଣିଷ ଆଜି ପଇଲା ଆଉ ବିପଦରେ। କଣ କରିବା? ଚାଲ ସିଆଡୁ ଚାଲ। ଆଗକୁ ହଁ। ସେଇପଟକୁ ଯିବା କି? ହୁଁ ସେଇପଟକୁ ଯିବା? ଚାଲ। ଇଏ ମା। କଣ ଗୋଟେ ଧଳାରେ ଥିଲା? ହଁ ବା ଉଡିଗଲା। ଆମେ ଗଲାବେଳେ ଦେଖିଥିଲେ? ଉଡିଗଲା କେମିତି? ଉଡ଼ିବ କେମିତି ବା? ଜୀବନ ପଳେଇବ। ଭାଇ ରଡୁଛି। ଖତରନାକ ଭୈରବ। ମୁଣ୍ଡ ଖରାପ ହେଇଗଲାଣି। ଆଉ ଜୀବନରେ ରାତିରେ ଆସିବନି। ଯିବା ହାରି? ଆଉ ରାତିରେ ଆସିବନି। ଯିବା ହାରି ରାତିରେ ଏଇଠି ତାହେଲେ। ଆସିବନି ମ। ଯିବା ହାରି? ସେ ଯାହା କହୁଥିଲେ ସତ ଆଉ। ତାହେଲେ ଏମିତିଆ ଖତରନାକ। ଯିବା ଆହୁରି ଏଇଠିକି କହୁଛୁ? ଥଇଟିକି ଆସି ଦେଖି ଆସିବା। କଣ ଦେଖିବୁ ଏଇଟା ଏମିତିଆ କଣ ଗଲା ବୋଲି ଦେଖି ଆସିବା ନାଇଁ ଟିକେ। କଣ ଗୋଟେ ଗଲା ବୋଲେ ସେଇଠି ଥିବ ବୋଲେ ଦବ ଏକାଥରେ ଆମକୁ ଖାଇ। ହଁ ମୁଁ ତା ଦେଖି ଆସିବା। ନାଇଁ ବେ ଯିବାନି। ଦେଖି ଆସିବା କଣ ଏଇଟା। ଏଇଠି ଥିଲା ନା? ହଁ ବା ଏଇ ଗଛରୁ ଓହଳିଥିଲା। ଏଇପଟେ ଗଲା? ହଁ। କାଇଁ? କିଛି ତ ନାହିଁ ଏଇଠି ଗୋଟେ। ଆଉ କଣ ଏଇ ଘର କଭର କରିବା କି ଆମେ ବାହାରେ ତ ଏମିତିଆ। ଏ ଗଛଟା ହଲୁଛି ଧମକ ଦଉଛି। ଗଛଟେ ନୁହେଁ ଏଇଟା କଣ ଗୋଟେ ଉଡୁଥିଲା। ଯା ଛାତ ଉପରେ କେହି ନାହାନ୍ତି। ରହି ସାଉଣ୍ଡ ହଉଛି। ଛାତ ଉପରେ କେହି ନାହାନ୍ତି ତ? ମାଇଲୁ କ୍ୟାମେରା ଲଗେଇଲୁ। ନାଇଁ କେହି ନାହାନ୍ତି। ଛାତ ଉପରେ ତ କେହି ନାହାନ୍ତି। ଏଇପଟେ ତ କେହି ନାହାନ୍ତି। ଭାଇ
ଯିବା ହାରି ଯା। ନା ବେ ଚାଲ ରୁମ୍ଟା ବୁଲିବା। ଦେଖୁଛୁ ନା ନାଇଁ, ଏଇଠି ଥିଲା କଣ ଗୋଟେ, ଏଇଠି କପଡାଟେ ଥିଲା ବୋଧେ। ଥିଲେ ବି ଆରେ ଟିକେ ଥିଲା ଯେ କପଡାଟା କଣ ଏମିତି ପଳେଇବ ସଡନ? ନାଇଁ ବା ହେଁ? ନାଇଁ ଯିବା ହାରି ଯା। ନାଇଁ ଚା ମ ଦେଖିବା ସେଇଠି। ନା ମତେ ଭଲ ଲାଗୁନି। ଚା ଟିକେ ଏଇ ରୁମ୍ଟା ସେପଟ ରୁମ୍ ଯିବାନି। ଏମିତି କଣ ହଉଛୁ ତ ମୁଁ ଜାଣିପାରୁନି ତ। ଚା ଆସିଛି ଆମେ ଯିବା ଯେମିତି ଚା ଟିକେ ଯା। ଯିବା ଚା ହାରି। ଚା ଏଇଠି ଥିଲା ନା? ହଁ ବା ରେ ଏପଟେ ତ କାହିଁ ନାହିଁ ଲୁଗାଟା। ନା ଲୁଗାଟା କୁଆ ଗଲା? କେଜାଣି। ଏଇଠି ଥିଲା ନା ଲୁଗାଟା? ହଁ ବା କାଇଁ ଏପଟେ ମାଇଲୁ କ୍ୟାମେରା। ନାହିଁ ଲୁଗା। ନାଇଁ ତ। ହଁ ଦେ ସେ ରୁମ୍ଟା ଯିବା। ରୁମ୍ ଯିବା? ରୁମ୍ ଟିକେ ଯିବା। ରୁମ୍ ଭିତରେ ଆଉ ବାହାରି ହବ ବୋଲେ? ନାଇଁ ବାହାରିବନି ମ। ରୁମ୍ ଭିତରେ ବନ୍ଦୀ ହେଇଯିବା। ନା ଗୋଟେ ବୁଢୀ ଆଣିଦେ। କେଡେ ବୁଢୀ ଆଣିଦେ କିରେ ଏଠି? କେତେ ବଡ଼ ବଡ଼ ତ। ବଡ ବଡ ବୁଢୀ। ଏଇ ଉଲ୍ କୋଉଠୁ ଆସିବେ? ଉଲ୍ ଲେଡିଜ୍ ଉଲ୍ ମୋ ମନି ପର୍ସ। ଚା ଚା ଡର ଲାଗୁଛି। ଚା କହିଛି ଆସିଥା। ଏତେ ରାତିରେ ମାନେ ପ୍ରାୟ ଆସିବ ବା ଡର ଲାଗୁଛି। ବଢିଆଣି ଝିଅ ନା ଦେଖିଆ କେତେ ବଢିଆ କେତେ ବଡ ବଡ। ହଁ ବା କେତେ ଏଇଠି ଦେଖେ ତିନି ଚାରିଟା ଏଇଠି ଗୋଟେ ଏଇଠି ଆଉ ତମ ବଡ ବଡ ବୁଢୀ ଆଣିଛ ଏଇଠି ଦେଖେ ଝରକା ଲାଗିଛି ଏଇଠି ଉପରେ ହଁ ବା ଆଉ ଏବେ ତ ବୁଢୀ ଆଣି ମୟ ଦେଖୁନୁ ଉପରକୁ ମାନୁ ଏଇଠି 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 କେତେ ତେଣୁ କେତେ ଜିନିଷ ପଡିଛି ଏରା ସବୁ ବହୁତ ଜିନିଷ ପଡିଛି। ତାରେ ଏଇ ଭିତରେ କିଏ ଏମିତି ଭଲ ଅଛି ନିଆଁ ଜଳୁଛି। ଝରକା ଯିବାନି ହଁ ଯିବାନି ଭାଇ ଯିବାନି ନାଇଁ ଥା ଦେଖି ଥା। କଣ ସଡନ ଝରକା ଟା ଖୋଲି ହେଇଗଲା? ହଁ ବା ଅଛି ଏମିତି। ହଁ ଖୋଲା ଅଛି ଦେଖୁନ କିଏ ଅଛି କି ଆଉ ଚାଲ ଦେଖିଆ ସେଠି ରହବେ ମତେ ଡର ଲାଗିଲାଣି। ଚା ତୁ ଆଗରେ ଯା ନହେଲେ ହେଁ ତୁ ଆଗରେ ଯା। ମୁଁ ତ ଚା ଦେଖିଆ ସାଥି ହେଇକି ଯିବାର ଧରିକି ଯିବି। ରହ ଦେଖିଲ ଦୂର ଟିକେ ଯା ରହ ରହ ଧରିଛି ମୁଁ ବୁଲୁ ଭାଇ କଣ କଲା ସାପଟେ ବୁଢୀ ଆଣିବି ବୁଢୀ ବୁଢୀ ଆଣିଲା ଦେଖିଆ କିଏ ଅଛ? ଝରକା ପାଖରେ କିଏ ଅଛ? କେହି ନାହାନ୍ତି ତ। କେହି ନାହାନ୍ତି ଦେଖୁନୁ ହଁ ବା କେହି ନାହାନ୍ତି କାହିଁକି ଅଛି? କେହି ନାହାନ୍ତି। ପଳେଇ ଯା ବାହାରକୁ ଯେତେ ବାହାରକୁ ହଁ ଲାଇଟ୍ ଟା କେତେ ସମୟ ବନ୍ଦ ହେଇଯାଉଛି କଣ କରିବି ଲାଇଟ୍ ଚାଲ ଦେଖି ସେଠି ଚାଟି କେତେ ଦେଖିବୁ ତୁ ଏତେ ସବୁ ହେଲା ପରେ ତଥାପି ଦେଖିବା ନା ଟିକେ କିଏ ବୋଲି ଏଟା ମତେ ଭଲ ଲାଗୁନି ଚା ଚା କିଏ ଥବ ନାଇଁ ଚାଲେ
ସେପଟୁ ଚାଲିଯିବା ଦେଖିବା ନାଇଁ ବେ ଆଉ ଯିବାନି। ଝରକାଟା ଦେଖିବା ସେପଟୁ କିଏ ଥିଲା କ'ଣ ନଥିଲା ଝରକାଟା ଦେଖିଲୁ ସେପଟେ ଆମେ ଭିତରେ ନହେଲେ ଏଇ ତଳଟେ ଚାଲିଯାଇଥା ଝରକାଟା ଦେଖ ତଳ ପଟେ ଚାଲିଯିବା ହେଇପଟେ ଯିବା। ହଁ ମତେ ଡର ଲାଗିଲାଣି ହେଇପଟେ ଯିବା ହେଇପଟେ ଯିବା ହଉଛି। ଚାଲୁନୁ ଚା ନାଇଁ ମ। ଚା ଟିକେ ଚା ଦେଖିବା ଏମିତି ଯିବୁ ବୋଲେ କଣ କୁଦୁଛୁ ଖଡ ଖଡ ହଉଛି ତାର ଯୋଉଭଳିଆ ସାଉଣ୍ଡ ଶୁଭୁଛି ତା ପଛରେ ଏଇ ଯୋଉ ସବୁ ହେଲା ହଁ ବା ନା ଆଗକୁ ବଞ୍ଚିବିନି ବୋଧେ ଡର ଲାଗୁଛି ରେ କଣ କରିବୁ ଝରକାଟା ଦେଖ ବନ୍ଦ ଅଛି କାହିଁ ଝରକା କିଏ ଅଛି କେହି ନାହାନ୍ତି ଏଇଆଡେ ଆସୁନୁ ଦେଖିବୁ ଏ ଦେଖ ହଁ ବା ଝରକା ପୁରା ବନ୍ଦ କେହି ନାହାନ୍ତି। ଖୋଲା ନଥିଲା ଆମେ ଯେତେ ଭିତରେ ଥିଲେ ହଁ ବା ଆବେ ଭାଇ ଏଇ ରହ ଏଇଟା କିଏ କିଏ କିରେ କିଏ କିଏ ଗୋଟେ ଏଠି ଯାଉଛି ପଳେଇବା ଆଉ ରହିବାନି ଆଉ ଯାଇପାରିବିନି କଣ ଚା 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 ଯିବା ହାରି ଯା ଚା ଚା ଯେ ଦେଖି ମୋ ମୁଣ୍ଡ ଖରାପ ହେଇଗଲାଣି ଚା ଚା ଯେ ଦେଖିଛି ଚା ସେ ଗଲା ନା ଅଛି ଚା ଦେଖିଛି ଚା ସିଏ ଆଉ ଥିବ ଏଇଠି ଚା ଦେଖିଛି ଚା ଆଉ ସେ ଥିବ ଚା ଦେଖିଛି ଚା ଦେଖିଛି ମୋର ଆଉ ଧୈର୍ଯ୍ୟ ନାହିଁ ରେ ଯିବାକୁ ଚା ଟିକେ ଚା ସାହସ ପାଉନି ଚା ଆମର ଯା ଚା ଦେଖିଛି ତଥାପି ଆମେ ଦେଖିବା ନାହିଁ କଣ ଖାଲି ଦେଖିବ ହଉଛି ଦେଖିଲୁ ଏତେ ସବୁ ଦେଖିଲା ପରେ ଆହୁରି ଦେଖିବ ଆଉ କଣଟେ ଦେଖିବୁ ସେ କହିଲୁ ଦେଖିବା ସେ ଗଲା କି ନାହିଁ ଚା ଦେଖିବା ଜୀବନଟା ଥିଲେ ଦେଖିବୁ ନା ନଥିଲେ ଦେଖିବୁ ଖାଲି ସବୁଥର କହୁଛୁ ଯିବା ଜିଦି କରୁଛୁ ଏତେ ସବୁ ହେଲାଣି ଆସୁ ଆସୁ ଦେଖିଲୁ ନା ନାଇଁ କେମିତି ଗୋଟେ ପରେ ଗୋଟେ ଘଟଣା ଘଟୁଛି କେମିତି ହଁ ବା ତୁ ଖାଲି କହୁଛୁ ଯିବା କଣ ଦେଖିବୁ ଏଇ ଲାଇଟଟା ଏଇ ସମୟରେ କାମ ଦଉନି ତୁ ଖାଲି କହୁଛୁ ଯିବା ଖାଲି ଯିବା କାହିଁକି ଅଛି କାହିଁକି ଅଛି କିଏ କିଏ ସେଠି ପଶିଗଲା ତ ଏଟା ଗଲା ହାରି ଦେଖାଲୁନି ଆଉ ଯିବା ଆଉ ନାଇଁ ଥାଉ ଆରେ କାହିଁ ଥାଉ ଗଲା କାହିଁ ନାହିଁ ତ କୁଆଡ଼େ ଗଲା କିରେ ଏଇଠୁ ଇଏ ହେଲା ପଡ଼ିଲା କୁଆଡ଼େ ଚାଲ ଦେଖିବା କଣ୍ଟା ଇଏ କଣ ଇଏ କୋଉ କଣ୍ଟା ଏଇଠି ଥିଲା ନା ଏଇଠି ନଥିଲା କି ଏଇଠୁ ସିଏ ଗଲା ବା ଛାତ କଣ ଏପଟ କଦଳୀ ସେପଟ କଦଳୀ ପଡ଼ିଲା କି ଆଉ ଏପଟ କଦଳୀ ଏଇଠି ଥିଲା ବାହାରିଲା ନା ଏଇଠି ଥିଲା ନା ଭାଇ ଏଇଠି ଥିଲା ନଥିଲା କି ଏଇଠି ଏପଟ କଦଳୀ ବାହାରିଲା ସେପଟ କଦଳୀ ଗଲା ଆଉ ଆଗକୁ ଯିବାନି ଏହାକୁ ବାଟଟେ ଅଛି ତ କଣ ଏଇ ବାଟରେ ପଳେଇଲା କି ଆଉ ହେଇଥିବ ବୋଧେ କେଜାଣି ଆରେ ଆଉ ଜାନି ଆଡେ ଆରେ ପଳେଇଆ ଗାଁରେ ଏପଟେ ପଳେଇଆ ସେପଟେ ଯିବାନି ଭାଇ ଏମିତିଆ ଭୟାନକ ହାତ ଚଲେଇଛି ମୁଁ ହଁ ବା କଣଟେ ଗୋଟେ ଗଛ ଉପରେ ଅଛି ତ ନାଇଁ କିଛି ନାଇଁ ଦେଖାଯାଉନି ନାଇଁ ଏଇଠି ଦେଖ ବଇଛି କଣଟେ ଗୋଟେ ହଉ ଥାଉ ଉଧ ହେଇଥିବ ସେଇପଟେ ପଳେଇଲା ବୋଧେ ନା ସେପଟେ ଯୋଉ ବାଟ ଅଛି ହଁ ବା କେହି ନାହାନ୍ତି ତ ନାଇଁ ବା କିଛି ନାହିଁ ଏମିତି କଣ ଅଚାନକ ଆଇଲା ଇଏ ହେଲା
ହଁ ବା ଏତେବେଳେ ଯାଏ ବି କୁକୁର ଭୁକୁଛି। ହଁ ବା ତୋଳ ବୁକିଲାଣି ଆସିକି ଆସିଲା ବେଳକୁ ଆସିକି ରାତି 2ଟା ଖଣ୍ଡେ ବୋଧେ। 2ଟା ବାଜିବ ମାନେ କେତେବେଳୁ ଭୁକିଲାଣି କୁକୁର ସେପଟେ ବିଲୁଆ ଦି ପଟୁ ମିଶିକି ଶୁଭୁନି। ହଁ ବା ତାପରେ ଏଇ ସୁନସାନରେ ଯୋଉ କିଚିରି ମିଚିରି ସାଉଣ୍ଡ ହଁ ବା ମୁଣ୍ଡ ଖରାପ। କେତେ ସମୟ ରହିଲେଣି ଆମେ 2 ଘଣ୍ଟା। ଦୁହିଲା କଣ ଭାଇ? ହଁ ବା ଆରେ 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 ତୁ ଆଉ ରହନି ତୁ ଆରେ ଆରେ ଆବେ ତ ଦେଖିବା ଯା ହେ କଣ କଦଳୀ ଗଛଟା କଣ ସଡନ ପଡିଯିବ। ହଁ ବା ଯେତେବେଳେ ଦେଖିଆ ତା ଉପରେ କଣ ବସି ପଇଲା କି? କି ଜାଣି ଭୂତ ବସ୍ତୁ ନହେଲେ ସେଇଟା କିଏ ଗଲା। କଦଳୀ ଗଛଟା ସଡନ ଭାଙ୍ଗିଗଲା। ଆଇଲୁ ଦେଖିଆ ଧାଇଁ ଯା ସେ ପଳେଇବ ନହେଲେ ଯା ଧାଇଁ ଯା ରେ କଣ ଉପାଡ଼ି ଦେଇଛି ରେ। ଗଛଟା ଉପୁଡି ଯାଇଛି ତ ପୁରା। ହଁ ବା ଦେଖୁନୁ ଦେଖୁନୁ ପୁରା ଉପୁଡ଼ି ଯାଇଛି ଦେଖୁନୁ। ମୂଳକୁ ଦେ ହଁ ବା ମୂଳରୁ ଏଇଠି ଉପୁଡ଼ି ଯାଇଛି। ଗଛଟା କଣ ଉପୁଡିଗଲା ମନକୁ କଣ ଯାହା ଭାଙ୍ଗିଆ ଦବା ନା ଶୋଇ ପଡ଼ିବା କଥା ମୂଳରୁ ଆହୁରି ଯିବା ହାରି ସେ ପଳେଇଛ ଆଉ ରହିବାନି ଥାଉ ବହୁତ ହେଇଗଲା ବହୁତ ହେଇଗଲା ଚା ଭାଇ ସାଉଣ୍ଡ ହେଲା ଭାଇ ଚା ଭାଇ ଆଉ କିଛି କହିପାରିନି। ଭାଇ ଏଇପଟେ କିଏ ଭାଇ ନାଇଁ ନାଇଁ ଆମେ ଆଉ ଏଇଠି ବେଶୀ ସମୟ ରହିପାରିବୁନୁ କାହିଁକି ନା 12ଟାରୁ 2ଟା ବାଜିଲାଣି ମାନେ ଗୋଟେ ପରେ ଗୋଟେ ଘଟଣା ଘଟି ଚାଲିଛି। ଆଉ ଆମର ଧୈର୍ଯ୍ୟ ନାହିଁ କି ସାହସ ନାହିଁ ଯେ ଆଉ ରହିବୁ ଏଇଠି ବୋଲି। ତଥାପି ଖସର ଖସର ହେଇପଟେ ହଉଛି। ଯିବା ଭିଡ଼ିଓରେ ଆପଣମାନେ ଯାହା ଦେଖିଲେ ଆଉ ମୁଁ କିଛି କହିପାରିବିନି। ଆପଣମାନେ ଯାହା ଦେଖିଲେ ସେଇଟା ଆପଣମାନେ ନିଜେ ବି ଜାଣି ସାରିଥିବେ କି ଆଶ୍ରମରେ କିଛି ଅଛି। ସାଉଣ୍ଡ ହଉଛି ବିଲୁଆ ବୋବଉଛନ୍ତି ସେପଟେ। ହଁ ବା ଗୋଟେ ସାଉଣ୍ଡ ହଉଛି କେତେ ଜୋର ସାଉଣ୍ଡ ହଉ ହଉଛି। ତୁ ପଳେଇ ଯା ପଳେଇ ଆଉ ଆମେ ଭିଡ଼ିଓ କରିପାରିବୁନୁ। ଏତିକିରେ ଆମେ ଭିଡ଼ିଓ ରଖିଦେଇକି ଆମେ ଯାଉଛୁ ହାରି। ବହୁତ ସମୟ ରହିଲୁ ବହୁତ ସମୟରେ ବହୁତ ଘଟଣା ବି ଆମ ସହିତ ଘଟିଗଲା। ସେଇଟା ଆପଣମାନେ ଭିଡ଼ିଓରେ ବି ଜାଣିପାରିଥିବେ କି କଣ କଣ ହେଲା ଆମ ସହିତ। ତ ଆମେ ଯାଉଛୁ ବର୍ତ୍ତମାନ ଆଉ ହବନି।